ବର୍ତ୍ତମାନ ଆମେ ଚାହୁଁଥିଲୁ ହେଲା ଆପଣ ଚାହୁଁଥିଲେ ଆଉ? କିଛି ଗୋଟେ କାରଣ ଥିବ ମାନେ ଆମେ ମାନେ ମୁଁ ଏକା ଚାହିଁଲେ ହେଇଯିବ ନା କଣ? ସବୁ ସମସ୍ତେ ଠିକ ଅଛି ଆପଣ ସେମାନଙ୍କର ନେତା କୁହନ୍ତୁ ଯୋଉମାନେ ପରିବର୍ତ୍ତନ କରେଇଲେ ଯୋଉମାନେ ପରିବର୍ତ୍ତନ କରେଇଲେ ଆପଣ ଭାବି ନିଅନ୍ତୁ ତାଙ୍କ ପାଇଁ କହୁଛନ୍ତି କାହିଁକିନା ସେମାନେ ତା ପାଖରେ ନାହାନ୍ତି ଆପଣ ଅଛନ୍ତି ଆପଣ କୁହନ୍ତୁ ସେମାନଙ୍କ ତରଫରୁ କାହିଁକି ପରିବର୍ତ୍ତନ କଲେ କ'ଣ ଏମିତି ଗୋଟେ ଦେଖିଲେ ଯାହାକି ପରିବର୍ତ୍ତନ କରିବା ନିହାତି ପରିବର୍ତ୍ତନ ହବ 24 ବର୍ଷରେ ଜଣେ କ'ଣ କୋଳି ଖାଇ କୋଳି ମଞ୍ଜି ପୋତିଛି ହଁ କୋଳି ଖାଇ କୋଳି ମଞ୍ଜି ପୋତିଛି ଆଉ କେହି ହେବେନି ସେ ଏକା ସେମାନେ ସବୁ ଏକା ପରିବର୍ତ୍ତନ ସବୁଆଡ଼େ ହେବା ଦରକାର ପରିବର୍ତ୍ତନ ଯେତେ ଜଲ୍ଦି ପରିବର୍ତ୍ତନ ହେବ ସେତେ ଡେଭଲପ୍ ଆପଣ କୋଉ ନିର୍ବାଚନ ମଣ୍ଡଳୀ ଆମର କଟକ ସଦର ସଦର ସେଥିପାଇଁ ପ୍ରକାଶ ବାବୁଙ୍କୁ ଦେଇଦେଲେ ହଁ କିନ୍ତୁ ଆମେ ଦେଖିଲୁ କଟକ ବାରବାଟୀ ଏଠି କିନ୍ତୁ କଂଗ୍ରେସ ଆସିଗଲା କାହିଁକି କ'ଣ ଆପଣ ଲାଗି ଲାଗି ଅଛନ୍ତି ତମେ ଜାଣିନ ଆପଣ ଲାଗି ଲାଗି ଅଛନ୍ତି ନାଇଁ କ'ଣ ପାଇଁ କଟକ ବାରବାଟୀରେ ଆସିଲା ତମେ କ'ଣ ଜାଣିନ କହୁନାହାନ୍ତି ଜାଣୁନ ବୁଝିବାକୁ ଚେଷ୍ଟା କର କିଏ ଭୋଟ ଭାଙ୍ଗିଲା କିଏ ଭୋଟ ଦେଲା କିଏ ନେଲା ଦେଖ ବୁଝ ଯାଇକି ସେଇଠି ପଚାର ଆପଣ ଯେ ତାଙ୍କ ଆପଣ ଗୋଟିଏ ପାଖାପାଖି ଆପଣ ସେଇଠି ଦେଖନ୍ତୁ କେତେ ନମ୍ବର ଭୋଟ କେତେ ନମ୍ବର ୱାର୍ଡରୁ କେତେ ଆସିଛି ଭୋଟ ସିଡିଏରୁ କେତେ ଆପଣଙ୍କ ଆମ ଅପେକ୍ଷା ଆପଣଙ୍କୁ ଜଣା ତେବେ ରାଜ୍ୟବାସୀଙ୍କୁ ଜଣେଇଦେଲେ ଅସୁବିଧା କ'ଣ ଆପଣ ଜାଣୁଛନ୍ତି ଆମେ ବା ଧରିଛୁ ଆପଣଙ୍କୁ ଆପଣ ପାଖରେ ଅଛନ୍ତି କୁହନ୍ତୁ ସବୁ କଥା ଖୋଲି କହିବା ଭଲ ନୁହଁ କିଛି ଅସୁବିଧା ନାହିଁ ବା ଏ ଦୁନିଆରେ କେତେ କଥା ଖୋଲା ହେଉଛି ହଁ କେହି କ'ଣ ଜାଣିଥାଏ ଯେ ଏଇ ଘଟଣା ଏତିକି ବେଳେ ହେଇଥାଏ ତ ସବୁ ଜିନିଷ ଶିଖିବାକୁ ପଡ଼େ ଜାଣିବାକୁ ଧୀରେ ଧୀରେ ହୁଏ ଆପଣ ଯେହେତୁ ଜଣେ ଜ୍ଞାନୀ ଗୁଣୀ ଜଣେ ଅଛନ୍ତି ପୂର୍ଣ୍ଣ ମହାପାତ୍ର ତ କେତେ ରାଉଣ୍ଡ ଆମର ହେଇଥିଲା ସମୁଦାୟ ଦୂରେଇକି ଧର ପୂର୍ଣ୍ଣ କେତେ ରାଉଣ୍ଡ ହେଇଥିଲା କେତେ ରାଉଣ୍ଡ ଆମେ ଏତେ ବାଟକୁ ଯିବାନି ଗୋଟିଏ କଥା ପୋଷ୍ଟମର୍ଟମର ଗୋଟିଏ ରିପୋର୍ଟ ଦିଅନ୍ତୁ ଯେ କାରଣଟା କ'ଣ ବାରବାଟୀରେ ହାରିଲା ବାରବାଟୀ ମୁସଲିମ ଭୋଟର ସବୁ ବାଡ଼େଇଲେ ସେଠି ସୋଫିଆ ଫିରଦୋସକୁ ଆଉ ମୁସଲିମ ମାନେ ଯେତିକି ବାଡ଼େଇଲେ 30,000 ବାଡ଼େଇଲେ ଅଳ୍ପ ବାଡ଼େଇଛନ୍ତି ତ ସେମାନେ କ'ଣ ବାଡ଼େଇଛନ୍ତି ତାଙ୍କର ମୁସଲିମ କି ଭଲ ପାଇଲେ ସେ ତାଙ୍କର ବାଡ଼େଇଲେ ମୁସଲିମ କ୍ୟାଣ୍ଡିଡେଟ୍ ଠିଆ ହେଇଥିଲା ସେ ବାଡ଼େଇଲେ ଆଉ ଜିତେଇଲେ ଆଉ କ'ଣ ଆପଣ ଏଥିରେ ସହମତି ନାହିଁ ଜଣା ପଡୁଛି ଆରେ ଆମେ କାହିଁ ସହମତି ସେ ଲୋକ ବାଡ଼େଇଲେ ଲୋକ ସହମତି ଆମେ ହେଲେ କ'ଣ କରିବା ଆମେ କ'ଣ ଚେଞ୍ଜ କରିଦେବା ଲୋକ ବାଡ଼େଇଲେ ଲୋକ ତାଙ୍କର ଖୁସିରେ ରହିଲେ ଲୋକ ବାଡ଼େଇଲେ ଲୋକଙ୍କର ଦରକାର ତାଙ୍କୁ ଲୋକ ବାଡ଼େଇଲେ ଯୋଉଠି ମେଜରିଟି ଡେମୋକ୍ରାସି ଲାଗୁଛି କଟକର ଉନ୍ନତି ହେଇପାରିବ ଯେହେତୁ ରାଜ୍ୟରେ ରହିଲା ବିଜେପି କଟକ ବାରବାଟୀରେ ମାନେ ମୁଖ୍ୟ କଟକ ସିଟିରେ କୁହନ୍ତୁ ଏଇଟା ହେଲା ଡେମୋକ୍ରାସି ହେଲା ଯାହାର ଭୋଟ ଅଧିକ ଆସିବ ଯିଏ ଜିତିବ ସିଏ ଶାସନ କରିବ ତେଣୁକରି ଦେଖାଯାଉ କ'ଣ ହେଉଛି ଭାଇ ସିଧା କଥା ଗୋଟିଏ କଥା ଆଉ ଟେକା ଫୋପାଡ଼ି ଦେଉଛନ୍ତି କିନ୍ତୁ କହନ୍ତି ମୁଁ ଚୁପଚାପ ରହିବି ହଉ କଥା ଖୋଲୁନାହାନ୍ତି ଏଇଠି ଆମେ ପଚାରିବୁ ଆଉ କିଛି ଯେଉଁମାନେ ଭାଇ କୁଆଡ଼େ ପଳାଉଛ ହଁ ଟିକେ ରୁହ ଆମେ ତମ ପାଖକୁ ବନ୍ଦ କର ତେଲ ଗୁଡ଼ାକ ରେଟ୍ ଅଧିକା ହେଇଗଲାଣି ଏତିକି କୁହ ବର୍ତ୍ତମାନ ଶଙ୍ଖକୁ ଆପଣ ଆଇସିୟୁକୁ ଭର୍ତ୍ତି କରିଦେଲେ ଭର୍ତ୍ତି କରିଦେଲେ କାହିଁକି ଦୁର୍ନୀତି ଯୋଗୁଁ କ'ଣ ଦୁର୍ନୀତି କଲେ ଶଙ୍ଖ ଦୁନିଆ ତ ଦୁର୍ନୀତି କଲେ ଆଉ ପୁରୀର ହରଚାଲ ପୁରୀର ସବୁ ଜିନିଷ ହରଚାଲ କଲେ ପୁରୀର ଯେଉଁ ଲାଇଟ୍ ଲାଗିଥିଲା ତାକୁ ଭଡ଼ାରେ ଆଣି ଲଗେଇଲେ ଆଉ ତାମାନେ କ'ଣ ଖାଲି ସେଇଥିପାଇଁ କି ତମେ ବନ୍ଦ କରିଦେଲ ସବୁ କ୍ଷେତ୍ରରେ ମାରି ମୁଡ଼ି ଖାଇଲେ ତାମାନେ ତାଙ୍କର ଚେର କ'ଣ ସେମିତି ଗମ୍ଭୀରରେ ରହିଥିବ ସେମିତି କ'ଣ ଚେର ମଞ୍ଜି ଖାଇ ମଞ୍ଜି ପୋତିଛନ୍ତି ଚେର ତାଙ୍କର ମାଡ଼ିଥିବ ପୁଣି ଆମେ ନିଜେ ନିଜେ ଜାଣି ଶୁଣିକି ଆମେ ଦିନ ବଦଳିଲେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ଆମର ତିର୍ତ୍ତୋଲ ଜଗତସିଂହପୁର ଏରିଆ ଲୋକ ଆପଣଙ୍କର ସେଠି କିଏ ବିଜେପି ଆସିଛି ଆମର ବିଜେପି ଆଚ୍ଛା ଆଚ୍ଛା ଆଉ ଜଗତସିଂହପୁରରେ ବିଜେପି ସବୁଆଡ଼େ ସୃଷ୍ଟି ସାର୍ ବିଜେପି ତ ଆପଣ ଆଉ କ'ଣ ଆଉ ଅଛି ତେବେ ଆପଣଙ୍କର ଏମଏଲଏ କିଏ ଥିଲେ ତିର୍ତ୍ତୋଲରେ ଆମର ଶଙ୍କର ବାବୁ ନାଇଁ ନାଇଁ ଆପଣ ସିଏ ଥିଲେ ଏମ୍ପି ଥିଲେ ଆମର ବିଷ୍ଣୁଦାସ ପୁଅ ଥିଲେ ଆଚ୍ଛା ତାଙ୍କ କାର୍ଯ୍ୟରେ କ'ଣ ଆପଣ ସନ୍ତୁଷ୍ଟ ନଥିଲେ ନା କେବେ ନୁହଁ କାହିଁକି ତାଙ୍କର ସବୁବେଳେ ତାଙ୍କ ବାପା ହେଲେ ଜଗତସିଂହପୁର ଅଲଗା ପ୍ରକାର ବାପଠୁ ପୁଅ କ'ଣ ହବ ଜାଦା ହବ କି ନା ହେଇପାରିବ ନା ତେବେ ଏଥର ତାଙ୍କୁ ହରେଇଦେଲ ଜାଣି ଶୁଣିକି ଆମେ ହରେଇଲୁ ସିଏ ମୋ ହରେଇବ ଏଇଠି ଦେଖ ଏଇଠି ଭୋଟର ମାନେ କହନ୍ତି ସେ ଜାଣି ଶୁଣି ବିଜେଡ଼ିକୁ ଭୋଟ ଦେଲେଣି ତାଙ୍କ ମନ ଦୁଃଖ ହେଇନଥିବ କାନ୍ଦି ନଥିବେ ସିଏ କାନ୍ଦିଲେ କ'ଣ ହବ କାନ୍ଦିଲେ କ'ଣ ହବ ହରେଇଦେଲ ଆମେ ତ ଦୁଃଖିତ ନୁହଁ ନା ଆମେ କ'ଣ ପ୍ରେମ ଅଛି ଖୁସି ଅଛି ଆଚ୍ଛା ଆମେ ପୁରା ପ୍ରେମରେ ଅଛୁ ତେବେ ବିଜେପି ଠାରୁ କ'ଣ ଆଶା କରୁଛନ୍ତି ଆଉ କାଳିଆ ଯୋଜନାର ଟଙ୍କା ପାଇବନି ଯେ ପଇସା ପତ୍ରଟେ ମେଟର କେହି ଅନ କରୁନାହାନ୍ତି ନା ଦେଶ ଆମେ ସ୍ୱାଧୀନ ହେବା ଦରକାର ତମେ ପରାଧୀନ ହେଇଥିଲ ହଁ ଆଉ 5 ବର୍ଷ ନୁହନ୍ତି ମାନେ ଲୋକ କାହିଁ କହିଲେ 20 ବର୍ଷ ଆସିକି 25 ବର୍ଷ ନେଇଗଲା
ମାନେ ଇଏ 5 ବର୍ଷ ନିଅନ୍ତୁ ଦେଖିବା ଦେଶଟା ସବୁ ତାପରେ ଯଦି ଇଏ ଯଦି କିଛି ନହେଲା ପୁଣି ପୁଣି ଆଉ ଖୋଲି ଦେଇଦେବା କଂଗ୍ରେସ ବିଜେପି ନା ବିଜେଡି ଇଏ ଆସୁଛି ସେତେବେଳକୁ ପୁଣି ଦେଖିବ ତ ଏଇଠି ଭାଇ ନା ଏଇଠି ଭାଇ ହେଲମେଟ୍ ପିନ୍ଧୁଛନ୍ତି ଭାଇ ଖୋଲା କଥା ମୁଁ ଛତିଆ ପଞ୍ଚାୟତ ଆସୁଛନ୍ତି ମହାପୁରୁଷ ନେମାଳ ଗାଦି ପାଖରୁ ତେବେ ଆପଣ ଗୋଟିଏ କଥା ଆପଣ ତିର୍ତ୍ତୋଲରୁ ଆଜି କୁଆଡ଼େ ଯାଉଛନ୍ତି କାମରେ ନାଇଁ କାମରେ କ'ଣ ଏଇ ଟିକେ ଆସିଥିଲେ ଏଇ କଟକ ଟିକେ କାମ ଥିଲା କାମ ଥିଲା ଆପଣଙ୍କୁ କ'ଣ ସାର୍ ଯେଉଁ କହିଲେ ପରାଧୀନ ଥିଲେ ବୋଲି ଆପଣ କ'ଣ ପରାଧୀନ ଥିଲେ ଦେଶ ବା 1947ରୁ ସ୍ୱାଧୀନ ହେଲାଣି ନା ନା ସ୍ୱାଧୀନ ତାଙ୍କ ନିଜ ସ୍ୱାସ୍ଥ୍ୟ ପାଇଁ ଆଉ ସାର୍ ଆସିଲେ କୁହନ୍ତୁ ଏବେ ଆମେ କଥାକୁ ଏଇଠି ଆଲୋଚନା କରିବା ଇଏ ଡିଷ୍ଟର୍ବ ଚାଲିଛି ହଁ ଲୋକମାନଙ୍କ ଭିତରେ ଡିଷ୍ଟର୍ବ ମାନେ କହିବେ ବୋଲି କହୁଛନ୍ତି ସେ ଯାହା ବି ହେଇଯାଉ କିନ୍ତୁ ଏତିକି ଖୁସିର କଥା ଯେ ଲୋକମାନେ ପରିବର୍ତ୍ତନ କରେଇଛନ୍ତି ତାଙ୍କ ଇଚ୍ଛାରେ ତାଙ୍କୁ ଭଲ ଲାଗିଲା ନାହିଁ ବିଜେଡ଼ି ଯେତେ ଭଲ କାମ କରୁ କି ନ କରୁ ତାଙ୍କର ସେଥିରେ ମତଲବ ନାହିଁ ଯେହେତୁ 25 ବର୍ଷ ଧରି ସରକାର ଥିଲେ ଶାସନ ଗାଦିରେ ଏଗୁଡ଼ା ତ ମନ ଭିତରେ ରହିଗଲା ଯେ ତୁମେ କାହିଁ 25 ବର୍ଷ ରହିବ ସେ ତୁମେ ଯାହା ବି ଯାଅ ତୁମେ ଯାଅ କାହିଁକିନା କେଉଁଠି ନା କେଉଁଠି ବ୍ୟୁରୋକ୍ରାଟ ମାନଙ୍କର ଦଖଲ ରହିଲା ଯେଉଁଥିପାଇଁ କି ଓଡ଼ିଶା ବେଶୀ ଚାହିଁଲେ ଆଉ ବିଜେପି ଯେତେବେଳେ